ଏବେ ଦେଖିବା ପିଜୁଳି ଗଛକୁ ବର୍ଷେ 2 ବର୍ଷ ଭିତରେ କାହିଁକି ୱିଲ୍ଟ ଆଟାକ୍ କରିପାରେ ନାହିଁ। 4-5 ବର୍ଷ ପରେ କଣ ପାଇଁ ଆଟାକ୍ କରେ? କାରଣଟା ଅତି ସହଜ ଓ ସିଧା। ଆପଣଙ୍କର ଗଛର ଚେର ଯେତେ ଇଞ୍ଜୁର୍ଡ ହବ ୱିଲ୍ଟ ଆଟାକ୍ କରିବାର ସମ୍ଭାବନା ସେତେ ଅଧିକ ରହିବ। ଚେର ଆପଣଙ୍କର କେତେବେଳେ ଇଞ୍ଜୁର୍ଡ ହୁଏ? ନିମାଟୋଡ୍ସ ଆଟାକ୍ କଲେ ଇଞ୍ଜୁର୍ଡ ହୁଏ, ଟର୍ମାଇଟ୍ସ ବା ଉଇ ଆଟାକ୍ କଲେ ଇଞ୍ଜୁର୍ଡ ହୁଏ, ଗଛ ମୂଳକୁ କୋଡ଼ା ଖୋସା କଲା ବେଳେ ଚେର କଟେ ବା ଚେର ଇଞ୍ଜୁର୍ଡ ହୁଏ, ଗଛ ଚାରିପଟରେ ଖତ ଦେବା ପାଇଁ ବା ମ୍ୟାନ୍ୟୁର ଫର୍ଟିଲାଇଜର ଦେବା ପାଇଁ ଯେଉଁ ରିଙ୍ଗ ପ୍ରସ୍ତୁତ କରାଯାଏ ତାହା ଦ୍ୱାରା ମଧ୍ୟ ଗଛର ଚେର ଇଞ୍ଜୁର୍ଡ ହୁଏ। 3-4 ବର୍ଷ ପରେ ଗଛଟା ମ୍ୟାଚୁର୍ଡ ହୁଏ, ତାର କମର୍ସିଆଲ ଲାଇଫ ଆରମ୍ଭ ହୁଏ। ମାଟି ଉପରେ ଗଛର କ୍ୟାନୋପି ଯେମିତି ବଢି ବଢି ଚାଲେ, ମାଟି ତଳେ ଗଛର ଚେର ଗୁଡ଼ିକ ସେମିତି ମଧ୍ୟ ଚାରିପଟକୁ ବିସ୍ତାରିତ ହୋଇ ଚାଲନ୍ତି। ପିଜୁଳି ଗଛର ଚେର ତଳକୁ ଯାଏ ନାହିଁ, ଯେହେତୁ ଫାଇବ୍ରସ୍ ରୁଟ୍ ମାଟି ତଳେ 6 ଇଞ୍ଚ ତଳେ 8 ଇଞ୍ଚ ତଳେ ଚାରିପଟକୁ ସେ ଖେଳ ହେଇକି ଥାଏ। ଗଛର ଖାଦ୍ୟ ଓ ପାଣି ଅଧିକ ପରିମାଣରେ ଦରକାର ପଡୁଥିବାରୁ ଚେର ମଧ୍ୟ ବଢି ବଢି ଯାଇଥାଏ ପ୍ରତିବର୍ଷ। ଯେତେ ଅଧିକ ଏରିଆକୁ ରୁଟ୍ ସିଷ୍ଟମ ବଢିବ ବା ବ୍ୟାପିଯିବ, କେଉଁ ମାଟିରେ କେଉଁ ପ୍ରକାର ପାଥୋଜେନ୍ ଥାଏ ତାହା ଗଛକୁ ଜଣା ନଥାଏ। ତେଣୁ ଅଧିକ ପରିମାଣରେ ପାଥୋଜେନ୍ ହାବୁଡ଼ରେ ଗଛର ଚେର ଗୁଡ଼ିକ ପଡ଼ିଥାଏ, ଯାହାଫଳରେ କି ଅଧିକ ଇନଫେଷ୍ଟେସନ ହୁଏ। 4-5 ବର୍ଷ ପୂର୍ବରୁ ମଧ୍ୟ ଅଳ୍ପ ଅଳ୍ପ ପାଥୋଜେନ୍ ହାବୁଡ଼ରେ ଗଛର ଚେର ପଡ଼ିଥାଏ ଏବଂ ଅଳ୍ପ ଅଳ୍ପ ଇନଫେଷ୍ଟେସନ ହେଇଥାଏ। ଯେହେତୁ ଆପଣମାନେ ନୂଆ ନୂଆ ଫାର୍ମିଂ କରିଥିବାରୁ ଅଧିକ ଯତ୍ନଶୀଳ ହୋଇ ଖାଣ୍ଟି ନିମ ପିଡ଼ିଆ ଭଳି ଅଧିକ ପରିମାଣରେ ସିକ୍ୟୁରିଟି ମ୍ୟାନ୍ୟୁର ଗଛ ମୂଳରେ ରୀତିମତ ପ୍ରୟୋଗ କରିଥାନ୍ତି, ଚେର ଗୁଡ଼ିକ ସୁରକ୍ଷିତ ରହିଥାନ୍ତି। କିନ୍ତୁ ଗଛର ବୟସ ବଢ଼ିବା ସଙ୍ଗେ ସଙ୍ଗେ ଚେର ଗୁଡ଼ିକ ଅଧିକ ବିସ୍ତାରିତ ହୋଇଗଲା ପରେ ଆପଣଙ୍କ ତରଫରୁ ନିମ ପିଡ଼ିଆର ମାତ୍ରା କମିଗଲେ ବା ଫ୍ରିକ୍ୱେନ୍ସି କମିଗଲେ ଏବଂ ମାଟିରେ ଟ୍ରାଇକୋଡର୍ମା, ସୁଡୋମୋନାସ୍, ବ୍ୟାସିଲସ୍ ଭଳି ବାୟୋ ଏଜେନ୍ସ ଗୁଡ଼ାକ କମିଗଲେ ଏବଂ ଅଧିକ ମାତ୍ରାରେ ଫଳ ଫଳି ଗଛ ଗୁଡ଼ିକ ଷ୍ଟ୍ରେସ୍ ଭିତରେ ରହିଲେ ବା ଗଛର ଇମ୍ୟୁନିଟି କମିଗଲେ ଏବଂ ସେହି ଅବସ୍ଥାରେ ଗଛର ଚେର ଗୁଡ଼ିକ ଇଞ୍ଜୁର୍ଡ ହେଲେ ଫ୍ୟୁଜାରିୟମ ଭଳି ପାଥୋଜେନ୍ ଗଛର ଚେରକୁ ଆଟାକ୍ କରିବାର କ୍ଷେତ୍ର ପ୍ରସ୍ତୁତ ହୋଇଯାଏ। ତା ଛଡ଼ା ଫ୍ୟୁଜାରିୟମ ଫଙ୍ଗସ୍ ମାଟିରେ ସହଜରେ ନ ମରି 8-10 ବର୍ଷ ପର୍ଯ୍ୟନ୍ତ ବଞ୍ଚିକି ଥାଏ। ପିଜୁଳି ଗଛର ଯେକୌଣସି ବୟସରେ ପିଜୁଳି ଚେରକୁ ଏହା ଆଟାକ୍ କରେ। ତେଣୁ ଦେଖାଯାଏ ଯେ ଗଛକୁ 4-5 ବର୍ଷ ବୟସ ହୋଇଗଲେ ଏବଂ ତାପରେ ଯେକୌଣସି ମ୍ୟାଚୁଅର୍ଡ ପିଜୁଳି ଗଛକୁ ୱିଲ୍ଟ ଆକ୍ରମଣ କରିପାରେ।